ଏଠି କେତେ ଟ୍ରଙ୍କ ଥିଲା ସବୁ ଜଳି ଯାଇଛି ବ୍ୟାଗ ତ କିଛି ନାହିଁ ବାହାରେ ମୁଁ ଆଗ କହିଲି ଆଉ କୁନୁ ଆଗ କ'ଣ ପେଟ୍ରୋଲ ଢାଳିକି ପୋଡ଼ୁଛନ୍ତି ସେଠୁ ଇଏ ସେଠୁ କଥା ହେଲେ କହିଲେ କ'ଣ ହେଇଛି କ'ଣ ନାହିଁ ଆମେ ତ ଆଉ ଝିଅ ସାଙ୍ଗରେ କଣ୍ଟାକ୍ଟ କିଛି କରିପାରୁନଥିଲୁ କ'ଣ ହେଇଛି କ'ଣ ନାହିଁ ଆମେ ଏମିତି ତ ବହୁତ ଥର ହେଲାଣି ଆମେ ବୁଝେଇ ସୁଝେଇ ଏମାନଙ୍କୁ ଯାଇଛୁ ଏମାନେ ଏତେ ଲୋଭି ବୋଲିକି ମୁଁ ଜାଣିନଥିଲି ଇଏ ମୋ ବାପ ଘର ହେଇକି ଏତେ ଲୋଭି ବୋଲିକି ମୁଁ ଜାଣିନଥିଲି ଆମ ଭଉଣୀକି ନ୍ୟାୟ ଦିଆଯାଉ ଆମର ଆଉ କିଛି ଆମ ନଣନ୍ଦକୁ ନ୍ୟାୟ ଦିଆଯାଉ ଆଉ କିଛି ଦରକାର ନାହିଁ ସେ ପରିବାର ଭିତରେ ବିଶୃଙ୍ଖଳା ଆଗରୁ ଗୋଟେ ବୋହୂ ଆକ୍ସିଡେଣ୍ଟରେ ମରିଯାଇଥିଲା ପରବର୍ତ୍ତୀ ଅବସ୍ଥାରେ ତାକୁ ସେକେଣ୍ଡ ମ୍ୟାରେଜ୍ ସେ କରିଥିଲା ଆଉ ତାପରେ ଆମେ ଯାହା ଶୁଣିବା ପାଇଁ ପାଉଛୁ ବର୍ତ୍ତମାନ ଏଇ ଅବସ୍ଥା ଦେଖିଲୁ ଯାହା ଅବସ୍ଥା ପଡ଼ିଯାଇଛି ଯାହା ଦୁର୍ଭାଗ୍ୟଜନକ ବଶତଃ ଯାହା ତ ହେଇଛି ଯାହା ସୌଭାଗ୍ୟ କ୍ରମରେ ସେ ବଞ୍ଚି ଯାଇଛି ସେ ଛୁଆ ଏବଂ ସେ ଯେଉଁ ଝିଅଟି ଯାହାକୁ ପୋଡ଼ିବାକୁ ଉଦ୍ୟମ କରିଥିଲେ ସେଇଟା ଠାକୁରଙ୍କ ଦୟାରୁ ବଞ୍ଚି ଯାଇଛି।